ଆପଣଙ୍କ ଜରିଆରେ ମୁଁ ଏତିକି କହିବାକୁ ଚାହେଁ ଯେ ଗତକାଲି 12 ଜୁଲାଇ 2025 ମସିହାରେ ଯେଉଁ ବିଭିନ୍ନ ସ୍ଥାନରେ ଗଣିଆ ଦଶପଲ୍ଲା ବ୍ଲକର ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଯେଉଁଟାକି ପୂର୍ତ୍ତ ବିଭାଗର ମଧ୍ୟଖଣ୍ଡ ଠାରୁ ଗଣିଆ ରାସ୍ତାର ସୁଦୃଢ଼ୀକରଣ ପ୍ରଶସ୍ତୀକରଣ ପୂର୍ତ୍ତ ବିଭାଗ ଦ୍ୱାରା ଏବଂ 3 ଗୋଟି କୋପରେଟିଭ ସୋସାଇଟିର କାର୍ଯ୍ୟାଳୟ ଗୋଡାଉନ ଘର ଖମାରସାହି ଆପଣଙ୍କର ଡିହଗାଁ ଏବଂ ମଧ୍ୟଖଣ୍ଡ ଠାରେ ଯେଉଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା, ସେଥିରେ ମୋତେ ବିଭାଗ ତରଫରୁ କିଛି ଡକାଯାଇ ନଥିଲା। ଯେଉଁ କଥା ମାନ୍ୟବର ସାଂସଦ କହୁଛନ୍ତି ଯେ ମୋର ଅନୁପସ୍ଥିତି ରହିବା ନିଶ୍ଚିତ ଭାବରେ କ୍ଷୁଦ୍ର ମାନସିକତାର ପରିଚୟ ବୋଲି, ଏଠି ଗୋଟେ ଓଡ଼ିଆର ଢଗ ମୋ ମନରେ ଆସୁଛି ଯେ ମୁଁ ଲୁଚିଛି ନା ମୋର ଗୋଡ଼ ଦୁଇଟି ଦିଶୁଛି। ଗୋଟେ ପଟେ ବିଭାଗୀୟ ଅଧିକାରୀଙ୍କୁ ମନା କରିବେ ଯେ ନାଇଁ ଆପଣ ଜଣାନ୍ତୁନି, ମୁଁ ଯାହା କହୁଛି ସେଇ ଅନୁସାରେ କରନ୍ତୁ, ଅନ୍ୟପଟେ ଆସିକି ସଭାରେ କହିବେ ଯେ ନାଇଁ ତାଙ୍କୁ ଡକା ହେଇଥିଲା ସିଏ ଆସିଲେ ନା, କ୍ଷୁଦ୍ର ମାନସିକତାର ପରିଚୟ। ଏଥିରୁ ସାଧାରଣ ଜନତା ନିଶ୍ଚିତ ଭାବରେ ନିଷ୍ପତ୍ତି ନେବେ ଯେ ପ୍ରକୃତରେ କ୍ଷୁଦ୍ର ମାନସିକତା କାହାର। ଆମକୁ ଆପଣ 3 ଦିନ 4 ଦିନ ପୂର୍ବରୁ ତାଙ୍କୁ ଇନଫର୍ମେସନ କରିଛନ୍ତି କି? ହଁ କରାହେଇଛି। କୋଉଥିରେ କରିଥିଲେ ଭାଇ? ମାନେ WhatsApp, ଫୋନ କଲ୍? ନା ଶୁଣନ୍ତୁ, ଏଟା ହଉଛି ଆମର ମତେ ମାନ୍ୟବର ସାଂସଦ କହିଲେ ଏଇଟା ଉଦ୍ଘାଟନ କରିବେ। ତାଙ୍କର ଗଣିଆଠି ଗୋଟେ ରାସ୍ତା ଲୋକଲୋଚନକୁ ଆଣିବେ, ତାପରେ ଏଇଟା ଉଦ୍ଘାଟନ କରିବେ ବୋଲି କହିଲେ। ସାର୍ କହିଲେ କି କଣ୍ଟାକ୍ଟ କରି ମାନେ କଣ୍ଟାକ୍ଟ ସାର୍ କରିବେ ବୋଲି କହିଲେ, ମାନେ ମାନ୍ୟବର ସାଂସଦ କରିବେ ବୋଲି କହିଲେ। କାହାକୁ କରିବେ? ମାନ୍ୟବର ସାଂସଦ କାହାକୁ କରିବେ କଣ୍ଟାକ୍ଟ? ସମସ୍ତଙ୍କୁ, ମାନେ ରିକ୍ୱିଜାଇଟ୍ ଷ୍ଟେକ୍ ହୋଲ୍ଡର ମାନଙ୍କୁ। ଗୋଟେ ମିନିଟ୍ ଆପଣ ଶୁଣି ଦିଅନ୍ତୁ, ଜାଣିପାରିବେ। ଆଚ୍ଛା, ଆପଣ ନ ଶୁଣିଲେ କେମିତି ଜାଣିବେ? ହଁ କୁହନ୍ତୁ କୁହନ୍ତୁ। ଓକେ, ରିକ୍ୱିଜାଇଟ୍ ଷ୍ଟେକ୍ ହୋଲ୍ଡର ମାନଙ୍କୁ ସାର୍ କହିଲେ, ସାଂସଦ ମହୋଦୟ କହିଲେ ଜଣେଇବେ। ମତେ କହିଲେ ପ୍ୟାକ୍ସ ରେ ଆରେଞ୍ଜ କରିବା ପାଇଁ। ମତେ କହିଲେ ପ୍ୟାକ୍ସ ରେ କନସେନ୍ଟ୍ରେଟ କରନ୍ତୁ, ମୁଁ ମୋର ସେପଟୁ କିଏ ଆସିବେ କଣ ମୁଁ ସେଇଟା ଆରେଞ୍ଜ କରିବି। ଆଚ୍ଛା ଆଚ୍ଛା। ଆପଣଙ୍କ ଜରିଆରେ ମୁଁ ଏତିକି କହିବାକୁ ଚାହେଁ ଯେ ଗତକାଲି 12 ଜୁଲାଇ 2025 ମସିହାରେ ଯେଉଁ ବିଭିନ୍ନ ସ୍ଥାନରେ ଗଣିଆ ଦଶପଲ୍ଲା ବ୍ଲକର ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଯେଉଁଟାକି ପୂର୍ତ୍ତ ବିଭାଗର ମଧ୍ୟଖଣ୍ଡ ଠାରୁ ଗଣିଆ ରାସ୍ତାର ସୁଦୃଢ଼ୀକରଣ ପ୍ରଶସ୍ତୀକରଣ ପୂର୍ତ୍ତ ବିଭାଗ ଦ୍ୱାରା ଏବଂ 3 ଗୋଟି କୋପରେଟିଭ ସୋସାଇଟିର କାର୍ଯ୍ୟାଳୟ ଗୋଡାଉନ ଘର ଖମାରସାହି ଆପଣଙ୍କର ଡିହଗାଁ ଏବଂ ମଧ୍ୟଖଣ୍ଡ ଠାରେ ଯେଉଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା, ସେଥିରେ ମୋତେ ବିଭାଗ ତରଫରୁ କିଛି ଡକାଯାଇ ନଥିଲା। ଯେଉଁ କଥା ମାନ୍ୟବର ସାଂସଦ କହୁଛନ୍ତି ଯେ ମୋର ଅନୁପସ୍ଥିତି ରହିବା ନିଶ୍ଚିତ ଭାବରେ କ୍ଷୁଦ୍ର ମାନସିକତାର ପରିଚୟ ବୋଲି, ଏଠି ଗୋଟେ ଓଡ଼ିଆର ଢଗ ମୋ ମନରେ ଆସୁଛି ଯେ ମୁଁ ଲୁଚିଛି ନା ମୋର ଗୋଡ଼ ଦୁଇଟି ଦିଶୁଛି। ଗୋଟେ ପଟେ ବିଭାଗୀୟ ଅଧିକାରୀଙ୍କୁ ଯେତେବେଳେ ମୁଁ ଏ ବିଷୟରେ ପଚାରିଲି ଯେ ମୁଁ ଶୁଣିବାକୁ ପାଉଛି ଆପଣଙ୍କର 2-3ଟି ଜାଗାରେ ଏ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରାହେଉଛି, ଆପଣ ମୋତେ ଜଣେଇ ନାହାନ୍ତି କାହିଁକି? ବିଭାଗୀୟ ଅଧିକାରୀ କହିଲେ ଆଜ୍ଞା ସାଂସଦ ମହୋଦୟ କହିଛନ୍ତି ଯେ ଏଇ ଯେଉଁ ଫଳକ କରାହେଇଛି, ଫଳକଟା ମୁଁ ଯେମିତି ଦଉଛି ସେମିତି ଲେଖନ୍ତୁ ଏବଂ ରେଷ୍ଟ କଥା ମୁଁ ବୁଝିବି। ସେଥିପାଇଁ ମୁଁ ଯେହେତୁ ତାଙ୍କର ନିର୍ଦ୍ଦେଶ ସିଏ ଦେଇଛନ୍ତି, ମୁଁ ସେଥିପାଇଁ ଆପଣଙ୍କୁ ଜଣେଇ ନାହିଁ। ଏ ମ୍ୟାଟରରେ ମଧ୍ୟ ସନ୍ଧ୍ୟାବେଳେ ମୁଁ ବିଭାଗୀୟ ଶାସନ ସଚିବ କୋପରେସନ ଡିପାର୍ଟମେଣ୍ଟର ପ୍ରଭାକର ପାଟିଲ ମହୋଦୟଙ୍କୁ ମଧ୍ୟ ମୁଁ ଫୋନ କରିଥିଲି ଯେ ଏମିତି କାର୍ଯ୍ୟକ୍ରମ ମୋ ନିର୍ବାଚନ ମଣ୍ଡଳୀ ମୋ ପଞ୍ଚାୟତରେ ହେଉଛି, ଏ ପର୍ଯ୍ୟନ୍ତ ମୋତେ ବିଭାଗୀୟ ଅଧିକାରୀ ଜଣେଇ ନାହାନ୍ତି। ସେ ମଧ୍ୟ କହିଥିଲେ ଯେ ଦେଖନ୍ତୁ ଏଇଟା ଠିକ କଥା ନୁହଁ, ମୁଁ ଜିଲ୍ଲା ପ୍ରଶାସନକୁ ଏ ମ୍ୟାଟରରେ ଜଣାଇବି। ତେଣୁ ଗୋଟେ ପଟେ ବିଭାଗୀୟ ଅଧିକାରୀଙ୍କୁ ମନା କରିବେ ଯେ ନାଇଁ ଆପଣ ଜଣାନ୍ତୁନି, ମୁଁ ଯାହା କହୁଛି ସେଇ ଅନୁସାରେ କରନ୍ତୁ, ଅନ୍ୟପଟେ ଆସିକି ସଭାରେ କହିବେ ଯେ ନାଇଁ ତାଙ୍କୁ ଡକା ହେଇଥିଲା ସିଏ ଆସିଲେ ନା, କ୍ଷୁଦ୍ର ମାନସିକତାର ପରିଚୟ। ଏଥିରୁ ସାଧାରଣ ଜନତା ନିଶ୍ଚିତ ଭାବରେ ନିଷ୍ପତ୍ତି ନେବେ ଯେ ପ୍ରକୃତରେ କ୍ଷୁଦ୍ର ମାନସିକତା କାହାର। ଏଥିରେ କ୍ଷୁଦ୍ର ମାନସିକତା ଏଥିପାଇଁ ତାଙ୍କର ପରିପ୍ରକାଶ ହେଉଛି ଯେ ସେ ଭଲ ଭାବରେ ଜାଣିଛନ୍ତି ଏଇ ଯେଉଁ 3 ଗୋଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ ହେଲା କୋପରେସନ ଡିପାର୍ଟମେଣ୍ଟର, କେବଳ 3ଟି ନୁହଁ 11 ଗୋଟି ସୋସାଇଟିରେ ପାଖାପାଖି 3,30,00,000 ଟଙ୍କାର ପ୍ରକଳ୍ପ ପୂର୍ବତନ ସରକାରଙ୍କ ସମୟରେ 22-23 ମସିହାରେ ସାଂସନ ହେଇଥିଲା ଏବଂ 23-24 ମସିହାରେ ତାକୁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଇଥିଲା। ଏ କଥା ଯଦି ଆମେ ସେଇଟା ପ୍ରେଜେନ୍ସ ରହିବୁ ତାହେଲେ ନିଶ୍ଚିତ ଭାବରେ ଗୋଟେ କହିଦେବୁ, ଲୋକ ଜାଣିଦେବେ ଏବଂ ସେଥିରେ ବୋଧେ ମୁଁ ଭାବୁଛି ସିଏ ଏ କଥା ଆମକୁ ଜଣେଇ ନାହାନ୍ତି ଏବଂ ତାଙ୍କର ପତିଆରା ନିଜର କମିଯିବା ପାଇଁ ସ୍ଥାନୀୟ ଯେଉଁ ଜନସାଧାରଣ ରହିଛନ୍ତି, ମୁଁ ଦେଖୁଥିଲି ତାଙ୍କର ମିଟିଂରେ ସେ କହୁଛନ୍ତି ସବକା ସାଥ ସବକା ବିକାଶ, ଇଏ ହେଉଛି ଆମର ନିୟମ। ଯଦି ସବକା ସାଥ ସବକା ବିକାଶ କଥା ଜଣେ କହିବେ, ଜଣେ ମାନ୍ୟବର ସାଂସଦ କହିବେ ଏବଂ ଅନ୍ୟପଟେ ସିଏ ବୋଧେ ଭୁଲି ଯାଉଛନ୍ତି ଯେ ସବକା ସାଥ ସବକା ବିକାଶର ଯେଉଁ ପ୍ରକ୍ରିୟା
ଭିତରେ ସ୍ଥାନୀୟ ଜନସାଧାରଣ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଚେୟାରମ୍ୟାନ, ଭାଇସ୍ ଚେୟାରମ୍ୟାନଙ୍କର କ'ଣ ଭାଗିଦାରୀ ନାହିଁ? ତାହେଲେ ସେମାନଙ୍କୁ ଡାକିବାର ଅସୁବିଧାଟା କୋଉଠି ରହିଛି? କାହିଁକି ନା ସେମାନେ ଆସିଲେ ନିଜର ପ୍ରତିହାର କମିଯିବ ଏବଂ ତାକୁ ସେ ଏଡ଼େଇ ଦେବା ପାଇଁ ପ୍ରୋଟୋକଲ କଥା ମଧ୍ୟ କହିଛନ୍ତି ଯେ ପ୍ରୋଟୋକଲରେ ଆମର ଚେୟାରମ୍ୟାନ, ଭାଇସ୍ ଚେୟାରମ୍ୟାନ ଏମିତି ନାହିଁ। କୋଉ ପ୍ରୋଟୋକଲ କଥା ଅଛି ତାକୁ ସାର୍ବଜନୀନ କରିବେ କି? କୋଉ ନିୟମ ରହିଛି ଯେ ଏମିତି ନାଁ ଲେଖା ହେବନି? ତାହେଲେ ଯଦି ନାଁ ଲେଖା ହେବନି ସବକା ସାଥ ସବକା ବିକାଶର ନାରା କାହିଁକି ଦେବା ଆମେ? ସ୍ଥାନୀୟ ଜନସାଧାରଣ ଯେତେବେଳେ ଏଇ ପ୍ରକଳ୍ପଟି ଚୂଡ଼ାନ୍ତ ହେଲା, ସ୍ଥାନ ନିରୂପଣ ହେଲା, କାର୍ଯ୍ୟକ୍ରମରେ ତାଙ୍କର ଭାଗିଦାରୀ ନାହିଁ କି? ଯେତେବେଳେ ତାଙ୍କୁ ଆଡ଼େଇକି ଆମେ ବିକାଶର କଥା କହିବା ସେତେବେଳେ କାହାର କ୍ଷୁଦ୍ର ମାନସିକତାର ପରିଚୟ ଏଥିରେ ଦିଆହେଉଛି? ଏଇଟା ଜନସାଧାରଣ ନିଶ୍ଚିତ ଭାବରେ ବିଚାର କରିବେ। ଆଉ ଗୋଟେ କଥା ମୁଁ କହିବାକୁ ଚାହେଁ, ଏମିତି ଅନେକ ପ୍ରକଳ୍ପ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ କୋଟି କୋଟି ଟଙ୍କାର ହେଇଛି। ଏଠି ଦୁଇଟି ପ୍ରକଳ୍ପର ନାଁ ମୁଁ ନେବି, ଅନେକ ପ୍ରକଳ୍ପ ଅଛି, ଦୁଇଟି ପ୍ରକଳ୍ପର ନାଁ ନେବି। ସାତପାଟଣା ବ୍ରିଜ୍ 4 କୋଟି 5 କୋଟି ଟଙ୍କା ନିର୍ମାଣ ହେଇଛି। ଆପଣଙ୍କର କୁମ୍ଭୀରଖଣି ବ୍ରିଜ୍ ଗଣିଆ ବ୍ଲକରେ 13 କୋଟି ଟଙ୍କା ପାଖାପାଖିରେ ନିର୍ମାଣ ହେଇଛି। ସେଥିରେ ମଧ୍ୟ ମୁଁ ମୋର ଫଳକ ଲଗେଇନି କି ଉଦ୍ଘାଟନ ମୁଁ କରିନି। ଜନସାଧାରଣ ଭଲ ଭାବରେ ଜାଣିଛନ୍ତି ଏ ପ୍ରକଳ୍ପ କିଏ ଆଣିଛି, କ'ଣ ହେଇଛି, କେମିତି ହେଇଛି। ତେଣୁ ମୁଁ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଲି ଯୋଉଠି ଆପଣଙ୍କୁ ଜଣେଇ ନାହାନ୍ତି ଆମ ନାଁ ଲେଖିବାକୁ ଆପଣ ଅଧିକାର ଦେଲା କିଏ? ମାନ୍ୟବର ସାଂସଦ ଆସନ୍ତୁ, କିଛି ଅସୁବିଧା ନାହିଁ, ନିଜେ ବି ଉଦ୍ଘାଟନ କରନ୍ତୁ, ଆମର କୌଣସି ସେଥିରେ ବିରୋଧାଭାସ ନାହିଁ, ସେ ଆସନ୍ତୁ କରନ୍ତୁ। କିନ୍ତୁ ଯୋଉ ଦି ପ୍ରକାର କଥା କହିବା, ସେଲ୍ଫ ଡିଫିଟିଂ ଷ୍ଟେଟମେଣ୍ଟ ଦେବା, ସେଲ୍ଫ କଣ୍ଟ୍ରାଡିକ୍ଟୋରୀ କଥା କହିବା, ଗୋଟେ ପଟେ ବିଭାଗୀୟ ଅଧିକାରୀକୁ ମନା କରିବା, ଅନ୍ୟପଟେ ପବ୍ଲିକରେ ଆସିକି କହିବା ଯେ ତାଙ୍କୁ ଡକା ଯାଇଥିଲା, ବିଭାଗୀୟ ଅଧିକାରୀ ଡାକିଥିଲେ କହିଲେ ନାହିଁ, ଏଥିରେ କାହାର କ୍ଷୁଦ୍ର ମାନସିକତା ଆଜ୍ଞା ପରିପ୍ରକାଶ ହଉଛି? ଏଥିରେ କିଏ ଛୋଟ ହଉଛି? ଏଥିରେ କାହାର ପ୍ରତିହାର କମି ଯାଉଛି? ଏଥିରେ କୋଉଠି କାହାର ଅସୁବିଧା ରହୁଛି? ଏଇଟା ନିଶ୍ଚିତ ଭାବରେ ଜନସାଧାରଣ ଆଗାମୀ ଦିନରେ ଏ କଥା ବିଚାର କରିବେ, ଏହାର ଜବାବ ମଧ୍ୟ ଦେବେ।